ଆଜି ଶୁଣିବା ଉପନ୍ୟାସ ହଂସଗୀତି। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ଭାଗ ପଞ୍ଚମ। ଜନ୍। ଏବେ ତାର ନାମ ଓ ସଂଜ୍ଞା କେବଳ ଜନ୍, କିନ୍ତୁ ଏକଦା ତାର ମଧ୍ୟ ଥିଲା ଗୋଟିଏ ପ୍ରଥମ ନାମ ମାର୍ଟିନ୍ କିଙ୍ଗସେଲ୍ ହାର୍ଡଲର୍ଡ଼ ବା ସେହିପରି କିଛି। କିନ୍ତୁ ତାହା କେବଳ ଏବେ ଥିବ କେଜାଣି ତା ପାସପୋର୍ଟ କିମ୍ବା ଭିସାରେ। ଜନ୍ର ଶାନ୍ତିନିକେତନୀ ଝୁଲାମୁଣା କିମ୍ବା କାନଭାସର ହାୱର୍ସାକ୍ ଭିତରେ ସେସବୁ ଡକ୍ୟୁମେଣ୍ଟ ତଥାପି ଅଛି ନା ତାର ଯାଯାବର ଜୀବନ ଭିତରେ କେଉଁଠି ହଜିଗଲାଣି, ଜନ୍ ସେ ସନ୍ଧାନ କରିନାହିଁ ଅନେକ ଦିନ ଧରି। କିମ୍ବା ସେଥିପାଇଁ ପ୍ରୟୋଜନ ମଧ୍ୟ ପଡ଼ିନାହିଁ। ପାସପୋର୍ଟ ଭିସାରେ ଆଉ କ'ଣ ଆବଶ୍ୟକ? ଏଇ ଭାରତ ଛଡ଼ା ସେ ଆଉ କେଉଁଠି କ'ଣ ପାଇପାରିବ ଆଶ୍ରୟ? ଝାପ୍ସା ଝାପ୍ସା ଭାବରେ ମନେପଡ଼େ ପୋଲିସ ଥରେ ତାକୁ ଧରି ନେଇଥିଲା ହାଜତକୁ। ଦଶାଶ୍ୱମେଧ ଘାଟରେ କେତେଜଣ ଭାରତୀୟ ହିପିଙ୍କୁ ସେ ଆକ୍ରମଣ କରିଥିବା ଅଭିଯୋଗରେ। ଏ ଭାରତୀୟ ହିପିମାନଙ୍କୁ ଭୟଙ୍କର ଘୃଣା କରେ ସେ। ଭାରତୀୟ ଅନୁକରଣ ପ୍ରିୟତାରେ ସେମାନେ ସାଜିଥାନ୍ତି ହିପି ଏକ ଫ୍ୟାସନର ମୋହରେ। କିନ୍ତୁ ଜୀବନର ନିବିଡ଼ ଅନୁଭୂତିରେ ନୁହେଁ। ସଂସାର ବିମୁଖତା ମୁଖାତଳେ ଏମାନେ ବଡ଼ ବେଶୀ ସଂସାରୀ ସେଇ ଚୌଖୁଣ୍ଟିଆ ନିଦା ବୟସ୍କମାନଙ୍କଠାରୁ ସୁଦ୍ଧା ଅଧିକ। ହିପିର ଘଟାଟୋପ, ଜିନ୍ ପ୍ୟାଣ୍ଟ, ଚିକନ କୁର୍ତ୍ତା, ଅଲରା ବାଳ, ଗାଲମୋଜା କିଲି ଏମାନଙ୍କ ପାଇଁ ଏକ ଛଦ୍ମବେଶ। ଗଞ୍ଜା ଚରସ ଟାଣି ହିରୋଇନ୍ ମର୍ଫିନ୍ ଇଞ୍ଜେକ୍ସନ ନେଇ ତନ୍ଦ୍ରାଚ୍ଛନ୍ନ ହୋଇପଡ଼ିବା ପାଇଁ ଏକ ପଳାୟନବାଦୀ ଅବକାଶ। ୟୁରୋପ ଆମେରିକାର ହିପିମାନଙ୍କଠାରୁ କାମେରା, ବାଇନୋକୁଲର, ସିଗାରେଟ୍ କେସ୍, ଲାଇଟର, ଏପରିକି ଫରେନ୍ ଏକ୍ସଚେଞ୍ଜ ସୁଦ୍ଧା ନାମମାତ୍ର ମୂଲ୍ୟରେ ଅଥବା ଲାଲ କାଇଞ୍ଚବସା ଗୋଟାଏ କିମ୍ବୁତ କିମ୍ବାକାର ଗଞ୍ଜେଇ ଚିଲମ, କାଚ କିମ୍ବା ନକଲି ରୁଦ୍ରାକ୍ଷର ମାଳା ବିନିମୟରେ ଲୁଟ୍ କରି ବ୍ଲାକ୍ ମାର୍କେଟରେ ସେସବୁ ବିକ୍ରି କରିବା ପାଇଁ ଏ ସୁଯୋଗ। ଫରେନ୍ ମୋହରେ ଅତି ଶସ୍ତା ମାମୁଲି ଜିନିଷକୁ ଚଢ଼ା ଦରରେ କିଣିବା ପାଇଁ କ୍ରେତାମାନଙ୍କର ମଧ୍ୟ ଅଭାବ ନଥାଏ। ଭାରତୀୟ ଜନତାର ଅନ୍ଧ ଫରେନ୍ ମୋହ ଓ ଫରେନରମାନଙ୍କ ପ୍ରତି ବଶବର୍ତ୍ତତା ଲକ୍ଷ୍ୟ କରି ବେଳେବେଳେ ତାର ତନ୍ଦ୍ରାଚ୍ଛନ୍ନ ମସ୍ତିଷ୍କରେ ସେ ଭାବେ, ବ୍ରିଟିଶ ଇଚ୍ଛା କରିଥିଲେ ଅକ୍ଲେଶରେ ଆହୁରି ଗୋଟାଏ ଦୁଇଟା ଦଶନ୍ଧି ରହିଯାଇ ପାରିଥାନ୍ତେ ଭାରତରେ। ଫରେନରମାନଙ୍କ ପ୍ରତି ଭାରତୀୟମାନଙ୍କର କି ଶ୍ରଦ୍ଧା କି ସମ୍ମାନ! ସେଥିପାଇଁ ବିଦେଶୀ ହିପିମାନଙ୍କୁ ଦେଖିଲେ ସେମାନେ ମାଛି ପରି ଘେରି ଆସନ୍ତି ଅନାହୃତ ଭାବରେ ବନ୍ଧୁତ୍ୱ ଜମାଇବା ପାଇଁ। ରେଗୁଲାର ନୁଇସେନ୍ସ। ସଙ୍ଗରେ ତାର ସେତେବେଳେ ପୁଣି ରହୁଥିଲା କାରେନ୍ ଝିଅଟା। ନିଶାଖୋରରେ ଜନ୍କୁ ସୁଦ୍ଧା ବଳି ପଡ଼ିବ। ଗୋଟାଏ ଡୋଜ ହିରୋଇନ୍, ମର୍ଫିନ୍ କିମ୍ବା ହାସିସ୍ ପାଇଁ ବେଳେବେଳେ କାରେନ୍ ତାର ଦେହ ବିକ୍ରି କରିବା ପାଇଁ ସୁଦ୍ଧା କୁଣ୍ଠିତ ହୁଏ ନାହିଁ। ଅଥଚ ସ୍ୱଦେଶରେ ସେ ଏକଦା ଥିଲା ଏକ ସମ୍ଭ୍ରାନ୍ତ ମହିଳା, ଗୋଟାଏ କିଣ୍ଡରଗାର୍ଟେନର ଶିକ୍ଷୟିତ୍ରୀ। କିନ୍ତୁ ଖଜୁରାହୋରେ ସେ ରାତ୍ରି ପରଠାରୁ କାରେନ୍ ହୋଇଥିଲା ନିରୁଦ୍ଦିଷ୍ଟ। କାରେନ୍ କ'ଣ ଫେରିଗଲା ସ୍ୱଦେଶକୁ ନା ତଥାପି ଭାରତରେ? ଜନ୍ କିନ୍ତୁ ତାର ସନ୍ଧାନ ଅନେକ ଦିନୁ ଛାଡ଼ି ଦେଇଛି। କାରେନ୍ ଥିଲା ଗୋଟାଏ ବନ୍ଧନ, ସେ ବନ୍ଧନରୁ ମୁକ୍ତି ପାଇ ଜନ୍ ବରଂ ଏବେ ଅନେକଟା ମୁକ୍ତ ଆଶ୍ୱସ୍ତ। ସେଦିନ କାରେନ୍ କିନ୍ତୁ ତାର ଜୀବନ ସଙ୍ଗିନୀ। ଦଶାଶ୍ୱମେଧ ଘାଟଠାରୁ ଅଦୂରରେ ସେମାନେ ଦିନେ ଗୋଟାଏ ରକ୍ତାଭ ଗୋଧୂଳିରେ ନୀରବରେ ବସିଥିଲେ ଗଙ୍ଗା କୂଳରେ। ଜନ୍ ଗୋଟାଏ ଚିଲମରୁ ଧୂଆଁ ଶୋଷି ଛୋଟ ଛୋଟ କୁଣ୍ଡଳି ଭିତରେ ସେଇ ଧୂଆଁ ସବୁ ଛାଡ଼ୁଥିଲା ଗୋଧୂଳିର ରଙ୍ଗବେଳା ଆକାଶକୁ। ଅଦୂରରେ ଦଶାଶ୍ୱମେଧ ଘାଟ ପାହାଚରେ ତାଳପତ୍ର ଛତ୍ର ତଳେ କ୍ଷୀଣ ଦୀପାଲୋକରେ ପୁରାଣ ପଣ୍ଡାମାନଙ୍କର ଅନୁନାସିକ କଣ୍ଠରେ ପୁରାଣ ପାଠ, ସୂର୍ଯ୍ୟାସ୍ତ ରଙ୍ଗବେଳା ଗୋଧୂଳିର ଆକାଶ, ଗଙ୍ଗା ବକ୍ଷରେ ତାହାର ପ୍ରତିଚ୍ଛାୟା, କେଉଁଠି ଗୋଟାଏ ମନ୍ଦିରର ଘଣ୍ଟା ଧ୍ୱନି, ଜନ୍ର ଗଞ୍ଜେଇ ଧୂଆଁ ସବୁ ମିଶି ଯେପରି ଏକୀଭୂତ ହୋଇପଡ଼ିଥିଲା। କାରେନ୍ ବହୁବେଳର ନୀରବତା ଭଙ୍ଗ କରି କହିଲା, ଏଇ ବୋଧହୁଏ ଭାରତର ଆତ୍ମା। ଜନ୍ ଉତ୍ତର ଦେଲା, ଆମେ ଯାହାର ସନ୍ଧାନ କରି ବୁଲୁଛେ। ଅନାହତ ଆନନ୍ଦର ଏକ ଅନିର୍ବଚନୀୟ ଅନୁଭୂତି ସେମାନଙ୍କୁ ଆଚ୍ଛନ୍ନ କରି ରଖିଥିଲା। ସେତିକିବେଳେ ସେ ମୁଗ୍ଧ ମୁହୂର୍ତ୍ତରେ ସେଠାରେ ଅନାହୁତ ଅଯାଚିତ ଭାବରେ ଆସି ଜୁଟିଥିଲେ ଦୁଇ ତିନି ଜଣ ଭାରତୀୟ ହିପି। କାରେନ୍ ଦେହର ଲୋଭରେ। ଗଙ୍ଗାରେ ନୌକା ବିହାର ପାଇଁ ସେମାନେ ମଧ୍ୟ କରିଥିଲେ ଆମନ୍ତ୍ରଣ।
ଏ ଆମନ୍ତ୍ରଣ ଥିଲା ଇଙ୍ଗିତପୂର୍ଣ୍ଣ। ଏହାର ଅର୍ଥ ବୁଝିବା ଜନ୍ ପକ୍ଷରେ କଷ୍ଟକର ନଥିଲା। ଅନ୍ୟର ବ୍ୟାପାରରେ ନାକ ଗଳାଇବା ଏ ଭାରତୀୟମାନଙ୍କର ଗୋଟାଏ ଅଭ୍ୟାସ। କାହାକୁ ଗୋଟାଏ ମୁହୂର୍ତ୍ତ ନିର୍ଜନରେ ଛାଡ଼ିଦେବା ପାଇଁ ଏମାନେ ଯେପରି ପ୍ରସ୍ତୁତ ନୁହନ୍ତି। ସବୁଠି ଦଳ ଦଳ ଭିକାରୀ, ମେଳା ମେଳା ହୋଟେଲ ଏଜେଣ୍ଟ, ନୋହିଲେ ଟୁରିଷ୍ଟ ଗାଇଡ୍। ପୁଣି କାରେନ୍ ପରି ଗୋଟାଏ ବିଦେଶିନୀ ଝିଅ ଦେଖିଲେ ତାର ଉଲଗ୍ନ ଦେହକୁ ସେମାନେ ତିଳ ତିଳ କରି ଯେପରି ଝୁଣି ପକାନ୍ତି ଲୁବ୍ଧ କ୍ଷୁଧିତ ଆଖିରେ। ଜନ୍‌ର ସେ ମୁଗ୍ଧ ଚେତନା ଆଉ ନଥିଲା। ତାର ମେଜାଜ ଉଠିଥିଲା ଚଢ଼ାରେ। ଦଳେ ହରେକୃଷ୍ଣ ବାଲାଙ୍କ ସାଙ୍ଗରେ ସାରାଦିନ ଗଞ୍ଜେଇ ଟାଣି ଟାଣି ତାର ମୁଣ୍ଡକୁ ପିତ୍ତ ଚଢ଼ିଥିଲା। କାରେନ୍ ମଧ୍ୟ ସେତେବେଳେ ଥିଲା ଟ୍ରିପ୍‌ରେ। ହିରୋଇନ୍ ଅଭାବରେ ମର୍ଫିନ୍ ଇଞ୍ଜେକ୍ସନ ନେଇ ସେ ଭାସି ବୁଲୁଥିଲା କେଉଁ ମେଘଲୋକରେ। ତା ଦେହର ବେଶବାସ ଥିଲା ଅସମ୍ପୃକ୍ତ। ସ୍ତନରେ ବେଶରୀ ଶ୍ରୁଦା ନଥିଲା। ସେହିପରି ଅବସ୍ଥାରେ ଭାରତୀୟ ହିପିମାନେ ଯେତେବେଳେ ସେମାନଙ୍କ ପାଖକୁ ଅନାହୃତ ଭାବରେ ଆସି ଆତ୍ମୀୟତା ଜମାଇବା ପାଇଁ ଆରମ୍ଭ କରିଦେଲେ, ଜନ୍ ପାଗଳ ପରି ସେମାନଙ୍କୁ ଆକ୍ରମଣ କରିଥିଲା। ତାର ଶୀର୍ଣ୍ଣ କଙ୍କାଳସାର ଦେହରେ କେଉଁଠି ପ୍ରଚ୍ଛନ୍ନ ଥିଲା ଏତେ ଶକ୍ତି ଆଉ ସାହସ, ତାହା ସେ ନିଜେ ସୁଦ୍ଧା ସେତେବେଳେ ବୁଝିପାରି ନଥିଲା। ଜଣେ ଭାରତୀୟ ହିପିର ଆଖି ଉପରେ ସେ ବୋଧହୁଏ ବସାଇଥିଲା ଗୋଟାଏ ମୁଥ। ଜନ୍ ସେତେବେଳେ ଉନ୍ମାଦ ପ୍ରକୃତିସ୍ଥ ଅବସ୍ଥାରେ ନଥିଲା। ଭାରତୀୟ ହିପିମାନେ ମଧ୍ୟ ଆରମ୍ଭ କରିଥିଲେ ପ୍ରତି ଆକ୍ରମଣ। ସେହି କୌତୁକବହ ଦୃଶ୍ୟ ଦେଖିବା ପାଇଁ ସେଠାରେ ଜମି ଯାଇଥିଲା ଭାରତର ଚିରନ୍ତନ କୌତୂହଳୀ ଦେଖଣାହାରୀଙ୍କ ଦଳ। ତାପରେ ଯଥାସମୟରେ ସେଠାକୁ ଆସିଥିଲା ପୋଲିସ। ଶାନ୍ତିଭଙ୍ଗ ଦଙ୍ଗା ଅଭିଯୋଗରେ ଜନ୍ ଓ କାରେନ୍‌ଙ୍କୁ ଗିରଫ କରି ସେମାନେ ରଖିଥିଲେ ସେଇ ପୋଲିସ ହାଜତରେ। ସେତିକିବେଳେ ମନେ ପଡ଼ୁଛି ଜନ୍ ସେମାନଙ୍କୁ ଦେଖାଇଥିଲା ତାର ପାସପୋର୍ଟ। ତା ପରଠାରୁ ପାସପୋର୍ଟର ଆଉ ପ୍ରୟୋଜନ ପଡ଼ିନାହିଁ। ବନାରସରୁ ମୁକ୍ତି ପାଇବା ପରେ ସେମାନେ ପଳାଇ ଯାଇଥିଲେ ଗୋଆ। ସେଠାରେ କାଲାଗୁଟ୍ ବିଚ୍‌ରେ ଦିନ କଟାଇଲେ ବା କଟିଯାଇଥିଲା ଅନିର୍ବଚନୀୟ ଆନନ୍ଦ ମଧ୍ୟରେ। ସମୁଦ୍ର କୂଳରେ ନଡ଼ିଆ ବାଉଙ୍ଗା ଖେର ଏକ ଡାଳପତ୍ର ଛାଉଣି କୁଡ଼ିଆରେ। ଏ କୁଡ଼ିଆର ଭଡ଼ା ସୁଦ୍ଧା ମାସକୁ $20 ବ୍ଲଡି ଚିଟ୍ସ। କିନ୍ତୁ କାଲାଗୁଟ୍ ବିଚ୍‌ରେ ସେମାନଙ୍କ ନିର୍ବିଘ୍ନ ପ୍ରଶାନ୍ତି ଅଶ୍ଳୀଳ ସୁସ୍ଥ ସମାଜ ପ୍ରତି ବିପଦ। ଅଥଚ ଭାରତରେ ସର୍ବତ୍ର ଦାରିଦ୍ର୍ୟର ଉଲ୍ଲଙ୍ଘ ଅଶ୍ଳୀଳତା। ଭାରତୀୟ ରାଷ୍ଟ୍ର ଦୃଷ୍ଟିରେ କିନ୍ତୁ ଦାରିଦ୍ର୍ୟର ସେହି ଅଶ୍ଳୀଳତା ଅଶୋଭନୀୟ ନୁହେଁ। ତା ପରଠାରୁ ପୋଲିସକୁ ଏଡ଼ାଇ ଏଡ଼ାଇ ସେମାନେ ଘୂରି ବୁଲିଥିଲେ ସହରରୁ ସହର। ସେଇ କାରେନ୍ ଏବେ ନିରୁଦ୍ଦିଷ୍ଟ। କାରେନ୍ ତଥାପି ଭାରତରେ ଅଛି ନା ସ୍ୱଦେଶକୁ ପଳାଇଲାଣି, ଆଉ କାହା ସଙ୍ଗରେ ସେ ଖବର ମଧ୍ୟ ଜନ୍‌କୁ ଜଣାନାହିଁ। ଜନ୍ ଏବେ ନିଃଶଙ୍କ। ଏହିପରି ନିଃଶଙ୍କ ଯାଯାବର ଜୀବନ ମଧ୍ୟରେ ଜନ୍ ତାର ପ୍ରଥମ ନାମଟା ହରାଇ ଦେଇଛି। ଟର୍କୀ, ଇରାନ, ଆଫଗାନିସ୍ତାନ କିମ୍ବା କାଠମାଣ୍ଡୁରେ କେଉଁଠି। ସେ ଏବେ କେବଳ ଜନ୍, ଏକାନ୍ତ ଭାବରେ ଜନ୍। ପୁଣି ଆଉ ଗୋଟିଏ ପ୍ରଥମ ନାମରେ ଭାରାକ୍ରାନ୍ତ ହେବାର ପ୍ରୟୋଜନ ସେ ଆଉ ଏବେ ଅନୁଭବ କରେ ନାହିଁ। ସେ ପିତୃଦତ୍ତ ପ୍ରଥମ ନାମଟା ପଡ଼ିଥାଉ ବରଂ ପାସପୋର୍ଟ କିମ୍ବା ପୋଲିସ ରେକର୍ଡରେ। ସନ୍ଥ ନିଜାମୁଦ୍ଦିନ ଆଉଲିଆଙ୍କ ନିଭୃତ ସମାଧିର ଶାନ୍ତ ପରିବେଶକୁ ଗ୍ରାସ କରିଗଲାଣି ଏବେ ନୂଆଦିଲ୍ଲୀର ରାହୁଗ୍ରାସ, କଳା ଟଙ୍କାର ଜଲୁସ। ସହର ଲମ୍ବିଗଲାଣି ସେ ପର୍ଯ୍ୟନ୍ତ ଯେଉଁଠାରେ ଥିଲା ବାବୁରି ବଣ। ଏବେ ସେଠାରେ ଗଢ଼ି ଉଠିଲାଣି ନୂଆଦିଲ୍ଲୀର ଏକ୍ସଟେନ୍‌ସନ୍। ନିଜାମୁଦ୍ଦିନ ପୋଲିସ ଆଉଟପୋଷ୍ଟ ପଛପଟେ ଧୂଳିଆ ଗଳି ଉପଗଳିର ଗୋଲକଧନ୍ଦା ମଧ୍ୟରେ ଶୀଶ ମହଲ ରେଷ୍ଟୁରାଣ୍ଟ ନାମର ପରିହାସ। ବାହାର ରାସ୍ତାରୁ ରେଷ୍ଟୁରାଣ୍ଟ ଭିତରଟା ଦେଖାଯାଏ ଗୋଟିଏ ଅନ୍ଧକାର ଗହ୍ୱର ପରି। କିନ୍ତୁ ଏହାର ରୁମାଲି ରୋଟି, ବିରିୟାନ, ଶାମି କବାବ, ବଟେରା କୋପ୍ତା, ଶାହୀ ଟୁକଡ଼ା ପ୍ରଭୃତି ମୁଗଲାଇ ଖାଦ୍ୟ ସାରା ଦିଲ୍ଲୀରେ ମଶହୁର। ସେଥିପାଇଁ ଏହାର ଅପରିଚ୍ଛନ୍ନ ପରିବେଶ ସତ୍ତ୍ୱେ ଏଠାରେ ସୁଖାଦ୍ୟଲୋଭୀ ଅଭିଜାତଙ୍କଠାରୁ ଆରମ୍ଭ କରି ଭାଗାବଣ୍ଡଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିଡ଼ ଲାଗିଥାଏ। ବିଶେଷତଃ ସନ୍ଧ୍ୟା ସମୟରେ ସେମାନଙ୍କ ମଧ୍ୟରେ ଏହି ବିଦେଶୀ ହିପିଙ୍କ ସଂଖ୍ୟା ପୁଣି ବେଶୀ। ଜନ୍ ସେଇ ରେଷ୍ଟୁରାଣ୍ଟର ଗୋଟିଏ କୋଣରେ ଗିଲାସେ କଫି ଧରି ବସିଥିଲା। ଆତ୍ମନିର୍ବାଚିତ ଭାବରେ। ଆଗରୁ ନିର୍ଦ୍ଦିଷ୍ଟ ଥିଲା ମାଷ୍ଟରଜୀ ସହିତ ସାକ୍ଷାତ ହେବ ବୋଲି ଏଇଠାରେ ଲଞ୍ଚ ବେଳେ। କିନ୍ତୁ ଲଞ୍ଚ ବେଳ ଗଲାଣି ତଥାପି ମାଷ୍ଟରଜୀଙ୍କର ଦେଖା ନାହିଁ। ଆଃ!
ଦିଜ୍ ବ୍ଲଡି ଇଣ୍ଡିଆନ୍ସ। ଗ୍ଲାସ୍ରୁ କଫି ଢୋକି ଜନ୍ ଗ୍ଲାସ୍ଟା କଚାଡ଼ି ଦେଲା ଟେବଲ୍ ଉପରକୁ। ଅନ୍ୟକୁ ଅନ୍ତହୀନ ଅପେକ୍ଷା ଉଦ୍ବେଗ ଭିତରେ ପକାଇ ଏମାନେ କି ଆନନ୍ଦ ପାଆନ୍ତି କେଜାଣି। କାଠମାଣ୍ଡୁ ସେ ଯାଇଥିଲା ଚୋରାରେ ନାର୍କୋଟିକସ୍ ସଂଗ୍ରହ ପାଇଁ। କାଠମାଣ୍ଡୁ ଏବେ ହୋଇଛି ଚୋରା ନାର୍କୋଟିକ୍ସ କାରବାରର ଆନ୍ତର୍ଜାତିକ କେନ୍ଦ୍ର। ସେଠାରୁ ଦଳେ ହିପିଙ୍କଠାରୁ ଯେତିକି ହିରୋଇନ୍ ଓ ଅନ୍ୟ ନାର୍କୋଟିକ୍ସ ସଂଗ୍ରହ କରି ଆଣିଛି ତାର ମୂଲ୍ୟ ଭାରତୀୟ ମୁଦ୍ରାରେ ଅନ୍ୟୁନ 50,000 ଟଙ୍କାରୁ କମ୍ ହେବ ନାହିଁ। ମାଷ୍ଟରଜୀ ଅବଶ୍ୟ ମଖିଛୋସ୍ ପାନଲାଲଠାରୁ ସେତେ ଟଙ୍କା ଦିଆ ହେବ ନାହିଁ। ମାତ୍ର ଜନ୍ ଜାଣେ ପାନାଲାଲ ଅକ୍ଲେଶରେ ସେତକ ଚୋରାରେ ବିକ୍ରି କରିଦେଇ ପାରିବ 1,00,000 ବା 2,00,000 ଟଙ୍କାରେ। ଜନ୍ ମଧ୍ୟ ପାରନ୍ତା। ଡ୍ରଗ୍ସର କଳାବଜାର ସହିତ ଇତିମଧ୍ୟରେ ସେ ବେଶ୍ ପରିଚିତ ହୋଇସାରିଲାଣି। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଜଞ୍ଜାଳ ସେ ଚାହେଁ ନାହିଁ। ସେସବୁ ନିଦା ଚୌଖୁଣ୍ଟିଆମାନଙ୍କର ଧନ୍ଦା। ତାର ବା ଏତେ ଟଙ୍କାର ପ୍ରୟୋଜନ କ'ଣ? ତାର ପ୍ରୟୋଜନ ସାମାନ୍ୟ। ହିରୋଇନ୍, ହାସିସ୍, ଚଣ୍ଡୁ ଚରସ, ଦରକାର ବେଳେ କିଛି ଟଙ୍କା। ଏଥର ତାର ଯୋଜନା ସେ ରହିବ କିଛିଦିନ ଲଛମନ ଝୋଲାରେ। ତାପରେ ସୁବିଧା ହେଲେ ସେଠାରୁ ଯିବ ତେହରିଗଡ଼ ୱାଲ। ଦଳେ ସ୍କାଣ୍ଡିନେଭିୟନ୍ ହିପି ତେହରିଗଡ଼ୱାଲର ଭାରି ପ୍ରଶଂସା କରୁଥିଲେ କାଠମାଣ୍ଡୁରେ। ସେଠାରେ ମିଳେ କୁଆଡ଼େ ପ୍ରଚୁର ପାହାଡ଼ୀ ଗଞ୍ଜେଇ, ଖାଣ୍ଟି ମାଲ। ମାଷ୍ଟରଜୀ ଆଜି ଆଉ ଆସିବ ନାହିଁ ନା କ'ଣ? ତାହେଲେ ସଙ୍ଗରେ ଏତେ ମାଲ ଧରି ସେ ଏ ସହରରେ କୁଆଡ଼େ ଘୂରି ବୁଲିବ କେଜାଣି? ଏ କାରବାର ପାଇଁ ଆଉ ଗୋଟାଏ ଦୁଇଟା ପାର୍ଟି ମଧ୍ୟ ଅଛନ୍ତି। କିନ୍ତୁ ଅତୀତରେ ସେମାନଙ୍କ ସହିତ ଥରେ ଦୁଇଥର କାରବାର କରି ସେ ବୁଝିଛି ମାଷ୍ଟରଜୀ ବା ପାନଲାଲ ପରି ସେମାନେ ସେତେ ନିର୍ଭରଯୋଗ୍ୟ ନୁହନ୍ତି। ପୋଲିସ ସହିତ ସେମାନଙ୍କର ମଧ୍ୟ ଅଛି ଗୁପ୍ତ ସମ୍ପର୍କ। ପୋଲିସ ଗୋଟିଏ ଭାଗିଦାର ଏଥିରେ। ତା ନହେଲେ ଏ ସହରରେ ଆଇନ ଯେଉଁଠି ସହର୍ଷ ଚକ୍ଷୁ ମେଲାଇ ବସିଛି ସେମାନେ ଅବାଧରେ ନାର୍କୋଟିକ୍ସରେ ଚୋରା ବଜାର ଚଳାଇ ପାରନ୍ତି କିପରି? ମାଲ ସବୁ ହାତ ପୈଠ କଲାପରେ ଟଙ୍କା ଫାଙ୍କିବା ପାଇଁ ସେମାନେ ତାକୁ ପୋଲିସ ହାତରେ ଧରାଇ ଦେବା ବିଚିତ୍ର ନୁହଁ। ଜନ୍ ଜାଣେ ଆଉ କେତେଜଣ ହିପିଙ୍କର ଅଛି ସେଇ ପ୍ରକାରର ଅଭିଜ୍ଞତା। ଡେଭିଡ୍ ବାରମ୍ବାର ସାବଧାନ କରାଇ ଦେଇଛି ଫେନ୍ସ, ନାର୍କୋଟିକ୍ସ ଚୋରା କାରବାରର ଏଜେଣ୍ଟ ରୂପେ ସେମାନେ କେହି ବିଶ୍ୱାସଯୋଗ୍ୟ ନୁହନ୍ତି। ପାନଲାଲ ଅବଶ୍ୟ ସେହି ଗୋତ୍ରର, ମାତ୍ର ତା କଥା ସ୍ୱତନ୍ତ୍ର। ପାନଲାଲର ଏଜେଣ୍ଟ ମାଷ୍ଟରଜୀ ମଧ୍ୟ ଗୋଟାଏ ଖାଣ୍ଟି ଲୋକ। ସିଏ ପୁଣି ଏହି ପଥର ପଥୁକି। ଅବଶ୍ୟ ହିରୋଇନ୍ ପର୍ଯ୍ୟନ୍ତ ଯାଇନାହିଁ ସେ। ସାମୟିକ ଭାବରେ ହାସିସ୍ ତା ପାଇଁ ଯଥେଷ୍ଟ। ଜନ୍ ଅଲରା ଦାଢ଼ିକୁ ଜଞ୍ଜାଳଠୁ ମୁଣ୍ଡା ମୁଠା କରି ଟାଣି କ୍ଳାନ୍ତରେ ଆଖିରେ ରେଷ୍ଟୁରାଣ୍ଟ ବାହାରକୁ ଅନାଇଲା। ରେଷ୍ଟୁରାଣ୍ଟରେ ଖୋଲା ଦରଜାରେ ସେ ଅପେକ୍ଷା କରିଥିଲା ଯେପରି। ଯେକୌଣସି ମୁହୂର୍ତ୍ତରେ କଳା ଗଗଲ୍ସ ପିନ୍ଧା ମାଷ୍ଟରଜୀର ସେହି ରହସ୍ୟଘେରା ମୂର୍ତ୍ତିକୁ। ଦୀର୍ଘ ପ୍ରତୀକ୍ଷା ମଧ୍ୟରେ କ୍ରମେ ତାର ଧୈର୍ଯ୍ୟଚ୍ୟୁତି ଘଟୁଥିଲା। ଉତ୍ତେଜିତ ସ୍ନାୟୁତନ୍ତ୍ରୀଗୁଡ଼ାକୁ ଶାନ୍ତ କରିବା ପାଇଁ ସେ ବୋତାମ ଛିଣ୍ଡା କୋଚଟ ମଇଳା ପଞ୍ଜାବୀ ପକେଟରୁ ଖଣ୍ଡେ କ୍ରାସ୍, ଗଞ୍ଜେଇ କଲିମିଶା ସିଗାରେଟ୍ କାଢ଼ି ନିଆଁ ଲଗାଇଲା। ତାପରେ ଶୂନ୍ୟ ଦୃଷ୍ଟିରେ ରେସ୍ତୋରାଁର ଛାତକୁ ଚାହିଁ ଧୂଆଁର କୁଣ୍ଡଳୀ ଭିତରେ ରେଡ଼ିଓରୁ ହିନ୍ଦୀ ସିନେମା ସଙ୍ଗୀତର ଚିତ୍କାର ଶୁଣିବାକୁ ଲାଗିଲା। ଏହିପରି ଶୂନ୍ୟଗର୍ଭ ମୁହୂର୍ତ୍ତମାନଙ୍କରେ ଜନ୍‌ର ଅତୀତ ଜୀବନ ମନେପଡ଼େ। ସେଦିନ ସବୁ ଯେପରି କୁହୁଡ଼ି ଘେରା ଏକ ପର୍ବତ ଶୃଙ୍ଗ, ଯେଉଁଠୁ ସେ ଓହ୍ଲାଇ ଆସିଛି ବହୁ ପର୍ବତ ଝଡ଼ ଆଉ କରକା ବୃଷ୍ଟି ଅତିକ୍ରମ କରି। ଯେଉଁଠି ସେ ଆଉ କେବେ ପହଞ୍ଚି ପାରିବ ନାହିଁ, ଯାହା ଚିରଦିନ ପାଇଁ ରହିଗଲା ସୁଦୂର ଅପହଞ୍ଚ ହୋଇ। ମାତ୍ର ସେଥିପାଇଁ ତାର ଅବଶୋଷ ନାହିଁ। ସେ ଯେପରି ସେଇ ତିମିର ବନ୍ଧନ ଭିତରୁ ପାଇଛି ଚିରକାଳ ପାଇଁ ମୁକ୍ତି। ଏହି ସ୍ତୂପୀକୃତ ଭାରତୀୟ ଦାରିଦ୍ର୍ୟ ଆଉ ଆବର୍ଜନା ମଧ୍ୟରେ ଝାପ୍ସା ଝାପ୍ସା ଭାବରେ ମନେପଡ଼େ ନ୍ୟୁୟର୍କ ସହରର 71st ଷ୍ଟ୍ରିଟ୍। ସେ ଷ୍ଟ୍ରିଟ୍‌ରେ ଗୋଟାଏ ଡିପାର୍ଟମେଣ୍ଟାଲ ଷ୍ଟୋରରେ ସେ ଏକଦା ଥିଲା ମେସେଞ୍ଜର ବୟ। ନିଜର କର୍ମକୁଶଳତା, ପ୍ରତିଯୋଗିତା ଓ ଅଧ୍ୟବସାୟ ଫଳରେ ସେ ମେସେଞ୍ଜର ବୟରୁ ହୋଇପାରିଥିଲା ସେଲ୍ସମ୍ୟାନ। ତାର କର୍ତ୍ତବ୍ୟ ପରାୟଣତାରେ କର୍ତ୍ତୃପକ୍ଷ ମଧ୍ୟ ଥିଲେ ସନ୍ତୁଷ୍ଟ। ଏ ପରିସ୍ଥିତିରେ ନିଜର ଉଜ୍ଜ୍ୱଳ ପରିସ୍ଥିତି ସମ୍ପର୍କରେ ସେ ଥିଲା ନିଃସନ୍ଦେହ। ଯେଉଁ ଡିପାର୍ଟମେଣ୍ଟାଲ ଷ୍ଟୋରରେ ସେ ଜୀବନ ଆରମ୍ଭ କରିଥିଲା ମେସେଞ୍ଜର ରୂପେ, ସେ ଷ୍ଟୋରରେ ଯେ ସେ ଦିନେ ମ୍ୟାନେଜର, ଡିରେକ୍ଟର ବା କିଛି ଗୋଟାଏ ବଡ଼ ପାହିଆରେ ହୋମଡ଼ା ଚୋମଡ଼ା ହୋଇପାରି ନଥାନ୍ତା, ସେ କଥା କିଏ କହିବ? କିନ୍ତୁ ଆକସ୍ମିକ ଭାବରେ ତାକୁ ସବୁ ଲାଗିଲା ଦିନେ ଶୂନ୍ୟଗର୍ଭ, ଅର୍ଥହୀନ।
ତା ମନରେ ପ୍ରଶ୍ନ ଉଠିଲା, ଜୀବନଟା କ'ଣ ପ୍ରତିଯୋଗିତାର ଏ ମୂଷା ଦୌଡ଼? ଅନ୍ୟକୁ ପାଦରେ ଦଳି ମକଚି ଅତିକ୍ରମ କରି ଆଗେଇ ଯିବା କ'ଣ ଜୀବନର ଇତିକଥା? ଏ ବିବର୍ତ୍ତନ ଅରଣ୍ୟର ନା ଆତ୍ମାର? ଶୋଷଣ, ଲୁଣ୍ଠନ ଓ ଯୁଦ୍ଧ ମଧ୍ୟରେ ଭୋଗର ଗୁଡ଼ାଏ ସମ୍ବଳ ସଂଗ୍ରହ କରିବାର ଅପର ନାମ କ'ଣ ସଭ୍ୟତା, ସଂସ୍କୃତି? ଜନ୍ କ୍ରମେ ଏହି ଜିଜ୍ଞାସା ଆଉ ସଂଶୟବାଦ ମଧ୍ୟରେ ହରାଇ ବସୁଥିଲା ତାର ପୂର୍ବର କର୍ମ କୁଶଳତା। ତାର ପୂର୍ବର ସେହି ଶାଣିତ ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ଆଉ ନଥିଲା। ସେ କ୍ରମେ ହରାଇ ବସିଥିଲା ତାର ସଂକଳ୍ପ କୋଠର ଅଭିନବ। ସେ କ୍ରମେ ଅମନୋଯୋଗୀ ହୋଇ ଉଠୁଥିଲା। ଜୀବନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବହୁ ଉତ୍ପୀଡ଼କ ପ୍ରଶ୍ନ ତାର ପ୍ରତ୍ୟେକ ମୁହୂର୍ତ୍ତକୁ ଯେପରି କଣ୍ଟକିତ କରି ରଖିଥିଲା। ସେ ଖୋଜୁଥିଲା ସଭ୍ୟତାର ଏହି ପଞ୍ଜୁରୀ ମଧ୍ୟରୁ ପଳାୟନର ପଥ। ଜନ୍ର କର୍ମ କୁଶଳତା ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ତାର କର୍ତ୍ତୃପକ୍ଷ ଏପରିକି ସହକର୍ମୀମାନେ ସୁଦ୍ଧା କ୍ରମେ ସନ୍ଦିହାନ ହୋଇ ଉଠୁଥିଲେ। ଏପରି ଅବସ୍ଥାରେ ଦିନେ ସନ୍ଧ୍ୟାରେ ଆକସ୍ମିକ ଭାବରେ ସେ ପହଞ୍ଚିଥିଲା ବ୍ରଡୱେ ଆଉ ଆମଷ୍ଟରଡାମ ଆଭିମନ୍ୟୁର ଚଉମୁହାଁଣି ଶେରମାନ ପାର୍କରେ। ଡ୍ରଗ୍ ଆଡିକ୍ଟ ନିଶାଖୋରମାନଙ୍କର ସାଙ୍କେତିକ ପରିଭାଷାରେ ଯାହାର ଅପର ନାମ ନିଡଲ୍ ପାର୍କ। ହାସିସ୍, ମର୍ଫିନ୍, ହିରୋଇନ୍ ପ୍ରଭୃତି ନାର୍କୋଟିକ୍ସର ଚୋରା ବିକାଳି। ପୁଷରମାନେ ଏହାର ଛାୟାନ୍ଧକାର ମଧ୍ୟରେ ବୁଲୁଥାନ୍ତି ଦଳ ଦଳ ହୋଇ। ଆଟାଚି କେସ୍ମାନଙ୍କରେ ସେମାନଙ୍କର ଚୋରା ହିରୋଇନ୍ ହାସିସ୍ $5 ଦେଲେ ଗୋଟିଏ ସଟ୍ ହିରୋଇନ୍। ପାଖରେ ସିରିଞ୍ଜ ଥିଲେ ନିଜ ହାତରେ ଶିରା ଫୁଟାଇ ତୁମେ ନେଇପାର ଇଣ୍ଟ୍ରାଭେନସ୍ ହିରୋଇନ୍ ଇଞ୍ଜେକ୍ସନ। ନୋହିଲେ ପୁଷରମାନେ ବିନା ମାସୁଲରେ ସେ କାର୍ଯ୍ୟଟା ଚଳାଇ ଦେବେ ଲାମ୍ପପୋଷ୍ଟ ତଳେ, ନୋହିଲେ ସିଗାରେଟ୍ ଲାଇଟ୍ର ଆଲୁଅରେ। ଶିରା ପ୍ରଶିରାର ରକ୍ତ ପ୍ରବାହରେ ହିରୋଇନ୍ ମିଶିଯିବା ମାତ୍ରେ ନିଡଲ୍ ପାର୍କର ଶିଶିର ଭିଜା ଲନ୍ ଉପରେ ଓହ୍ଲାଇ ଆସିବ ପିସ୍, ପ୍ରଶାନ୍ତି, ବଞ୍ଚିବାର ଟେନସନ୍, ଉତ୍ତେଜନାରୁ ମୁକ୍ତି, ଏସ୍କେପ୍। ହିରୋଇନ୍ ହାସିସ୍ ନିଶାରେ ବୋଗନଭିଲାର ପତ୍ରକୁଞ୍ଜ ତଳେ ଆଲିଙ୍ଗନବଦ୍ଧ ଦଳ ଦଳ ଉଲଗ୍ନ ତରୁଣ ତରୁଣୀ। ଟ୍ରିପ୍ ମଧ୍ୟରେ ସେମାନେ ମଧ୍ୟ ସଂସ୍କାର ମୁକ୍ତ। ଯେଉଁ ସଂସ୍କାର ଅନୁଶାସନର ଭିତ୍ତି ଉପରେ ତିଷ୍ଠି ରହିଛି ଏହି ଶୋଷଣପୃଷ୍ଟ ପ୍ରବଞ୍ଚନା ପୀଡ଼ିତ ସମାଜ, ତା ବିରୁଦ୍ଧରେ ଏହି ମୈଥୁନବଦ୍ଧ ନରନାରୀମାନଙ୍କର ଉଲଗ୍ନ ଦେହ ସବୁ ଯେପରି ଏକ ବିଦ୍ରୋହ ଘୋଷଣା। ଚୌଖୁଟିଆ ସଂସାରୀ ଭଦ୍ରଲୋକ ସ୍କୋୟାରମାନେ ସେଥିପାଇଁ ଶେରମାନ ପାର୍କକୁ ଏଡ଼ାଇ ଚାଲିଯାଆନ୍ତି। ତାହା ଯେପରି ପ୍ଲେଗ ସମ୍ପର୍କିତ ସଂକ୍ରମିତ ଅଞ୍ଚଳ। ତଥାପି ଅନୁସନ୍ଧାନ କଲେ ଦେଖାଯିବ କୌଣସି କମ୍ପାନୀର ପ୍ରୌଢ଼ ଏକ୍ଜିକ୍ୟୁଟିଭ୍, କୌଣସି ନାମଜାଦା ବିଶ୍ୱବିଦ୍ୟାଳୟର ହୁମ୍ଚାମଡ଼ା ଡିନ୍, ସାମ୍ବାଦିକ ଅଥବା ସେହିପରି ନିଦା ଚୌଖୁଣ୍ଡିଆ ଲୋକମାନେ ସୁଦ୍ଧା ସେହି ପାର୍କରେ ପଡ଼ିଥାନ୍ତି ଟ୍ରିପ୍ରେ ତନ୍ଦ୍ରାଚ୍ଛନ୍ନତା ମଧ୍ୟରେ। ନିଷ୍ପଳକ ନିଷ୍ପାରିତ ଚକ୍ଷୁରେ ଉପରର ଆକାଶକୁ ଚାହିଁ ସେମାନେ ଭାସି ବୁଲୁଥାନ୍ତି ଯେପରି ଶାନ୍ତି ଓ ମୁକ୍ତିର ନିର୍ବାଣ ଲୋକରେ। ଜନ୍ ସେହିଦିନ କିପରି ଯେ ଆସି ସେହି ଶେରମାନ ପାର୍କରେ ପହଞ୍ଚିଥିଲା ତାର ସ୍ମରଣ କରିବାକୁ ଚେଷ୍ଟା କଲେ ସୁଦ୍ଧା ସେ ସ୍ମରଣ କରିପାରେ ନାହିଁ। ରେସ୍ତୋରାଁ ମଝିରେ ଗୋଟାଏ ଟେବୁଲ ଚାରିପଟେ ଘେରି ବସିଥିବା ଚାରିଜଣ ପାଶ୍ଚାତ୍ୟ ହିପିଙ୍କ ଉତ୍କଟ ହର୍ଷଧ୍ୱନି ଓ ଚିତ୍କାର ମଧ୍ୟରେ ଜନ୍ର ଭାବନାର ଧାରା ଛିଣ୍ଡିଗଲା। ସେମାନଙ୍କ ମଧ୍ୟରେ ଜଣେ ସ୍ତ୍ରୀ ଓ 3 ଜଣ ପୁରୁଷ। ସ୍ତ୍ରୀ ଲୋକଟିର ଚେହେରା ଶେତା ନିଷ୍ପ୍ରଭ। ତାର ମୁହଁ ଉପରେ ଅସମ୍ବୃତ ଅବିନ୍ୟସ୍ତ କେଶରାଶି ପଙ୍ଖା ପବନରେ ଉଡ଼ି ବୁଲୁଥିଲା ରେଶମୀ ଚାମର ପରି। ଡ୍ରଗ୍ ନିଶାର ଆଖିର ଦୃଷ୍ଟି ନିଷ୍ପଲକ, କାଳରାଶି ସମ୍ମୋହିତ ନିଷ୍କମ୍ପର ଦୃଷ୍ଟି। ବେକରେ ଗୋଟାଏ କାଚମାଳି କିଣିଥିଲା ସମ୍ଭବତଃ ଫୁଟପାଥରେ କେଉଁ ବୁଲାବିକାଳିଠାରୁ। ପିନ୍ଧିଥିଲା ଗୋଟିଏ ଛିଟ ସାର୍ଟ ଆଉ ତା ଉପରେ ଖଣ୍ଡେ ଧୂଳି ସ୍ୱେଦମଳିନ ବ୍ଲାଉଜ। ପୁରୁଷ 3 ଜଣ ସମ୍ଭବତଃ ଅଳ୍ପଦିନ ପୂର୍ବେ ଆସିଥିଲେ ଭାରତକୁ। ସେମାନଙ୍କ ପରିଧାନ, ପରିପାଟି ଓ ଚେହେରା ଉପରେ ରୌଦ୍ର ସ୍ୱେଦ ଆଉ ଧୂଳି ତଥାପି ବୋଳିଯାଇ ନଥିଲା ଭାରତୀୟତାର ପ୍ରଲେପ। ସେମାନେ ହୁଏତ କେଉଁ ୟୁରୋପୀୟ ଦେଶର କେଉଁ କାରଖାନା କିମ୍ବା କୌଣସି ବାଣିଜ୍ୟ ପ୍ରତିଷ୍ଠାନରୁ ଛୁଟି ନେଇ ଭାରତକୁ ଆସିଥିଲେ ସଭ୍ୟତାର ଉତ୍ତେଜନା ଓ ଅବସାଦରୁ ସାମୟିକ ନିର୍ଗମନ ପାଇଁ।
କିନ୍ତୁ ଏ ସ୍ତ୍ରୀ ଲୋକଟିକୁ ସେମାନେ କୁଆଡ଼ୁ କିପରି ଯୋଗାଡ଼ କଲେ କେଜାଣି? ସ୍ତ୍ରୀ ଲୋକଟି ଗୋଟିଏ ବେଲୁନ୍ ଦୁଇ ଓଠରେ ଚାପି ଧରି ଫୁଙ୍କୁଥିଲା। ଆଉ ସେହି 3 ଜଣ ଉଦ୍ବେଗପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଥିଲେ, ତାହା ଯେପରି ବିସ୍ଫୋରଣ ଅପେକ୍ଷାରେ ଏକ ଆଟମ୍ ବା ହାଇଡ୍ରୋଜେନ୍ ବମ୍। ରଙ୍ଗୀନ ବେଲୁନ୍ଟା କ୍ରମେ ଯେତିକି ସ୍ଫୀତ ହେଉଥିଲା, ସେମାନଙ୍କ ନିଶାଚ୍ଛନ୍ନ ଦୃଷ୍ଟି ସେତିକି ଆଶଙ୍କାବିହ୍ୱଳ ହୋଇ ଉଠୁଥିଲା। ଜନ୍ ମଧ୍ୟ ଚାହିଁ ଦେଖୁଥିଲା ସେହି ବେଲୁନ୍। ତା ଦୃଷ୍ଟିରେ ତାହା ଥିଲା ଯେପରି ଏହି ସଭ୍ୟତାର ପ୍ରତୀକ। ଉତ୍ପାଦନ ବୃଦ୍ଧି ପାଇଁ ପ୍ରତିଯୋଗିତା ଆଉ ବଣ୍ଟନ ପାଇଁ ଶ୍ୱାନ ଯୁଦ୍ଧ। ଅଭିବୃଦ୍ଧି, ଯୁଦ୍ଧ, ଯୁଦ୍ଧ ଓ ଅଭିବୃଦ୍ଧି। ତାପରେ ଆଣବିକ ବିସ୍ଫୋରଣ ମଧ୍ୟରେ ସବୁ ବିଲୀନ, ସବୁ ଧ୍ୱଂସପ୍ରାପ୍ତ, ସବୁ ମୁଠାଏ ପାଉଁଶ। ଅନାଗତର ସେହି ଆଶଙ୍କାରେ ଜନ୍‌ର ଅଥର୍ବ ସ୍ନାୟୁତନ୍ତ୍ରୀ ସବୁ ଶିହରିତ ହୋଇ ଉଠିଲା। ବେଲୁନ୍‌ଟା ହଠାତ୍ ଶବ୍ଦ କରି ଫାଟିଗଲା, ଠୋ ଫଟାସ୍। ସେମାନେ ଉତ୍କଟ ହର୍ଷରୋଳ ମଧ୍ୟରେ ଯେପରି ସେହି ବିସ୍ଫୋରଣକୁ ସ୍ୱାଗତ କରୁଥିଲେ। କିନ୍ତୁ ସେହି ସ୍ତ୍ରୀ ଲୋକଟି ସେମାନଙ୍କ ସହିତ ହର୍ଷନାଦର କୋରସ୍‌ରେ ଯୋଗ ଦେଇ ପାରୁନଥିଲା। ତା'ର ବହୁସ୍ଫୀତ ରଙ୍ଗୀନ ବେଲୁନ୍‌ଟି ଫାଟିଯାଇଥିବା ହେତୁ ସେ ଯେପରି ସନ୍ତାନ ବିୟୋଗ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲା। ଅଲଗା ବାଳଢଙ୍କା ଦୁଇ ଆଖି ଉପରେ ହାତ ଚାପି ଲୋତକ ସମ୍ବରଣ କରିବା ପାଇଁ ସେ ଚେଷ୍ଟା କରୁଥିଲା। ଟେବୁଲ୍ ଉପରେ ଫଟା ବେଲୁନ୍‌ଟା ପଡ଼ିଥିଲା ଗୋଟାଏ ଶୀର୍ଣ୍ଣ ନଷ୍ଟ ପରି। ହଠାତ୍ ସେମାନଙ୍କ ହର୍ଷନାଦର କୋରସ୍ ବନ୍ଦ ହୋଇଗଲା। ସେହି ସ୍ତ୍ରୀ ଲୋକଟି ପ୍ରତି ସେମାନେ ହୁଏତ ସମବେଦନା ଜଣାଉଥିଲେ। ତାପରେ ସେମାନେ ସେହି ଟେବୁଲ୍ ଚାରିପଟେ ତଳକୁ ମୁହଁ ନୁଆଁଇ ବସି ରହିଲେ କୌଣସି ଶୋକସଭାରେ ବସିବା ପରି। ସବୁ ଅହେତୁକ। ରେସ୍ତୋରାଁ ଅନ୍ୟ ଗୋଟିଏ କୋଣରେ 3 ଜଣ ଦେଶୀ ହିପି ଗୋଟାଏ ଟେବୁଲ୍‌ରେ ବସି ଶାମି କବାବ ଖାଉଥିଲେ। ସେମାନଙ୍କ କଣ୍ଟା ଚାମଚର ଟୁଙ୍ଗ୍‌ଟାଙ୍ଗ୍ ଶବ୍ଦ ମଧ୍ୟ ଏହି ଦୃଶ୍ୟ ଆଡ଼େ ଚାହିଁ ବନ୍ଦ ହୋଇଗଲା। ରେଡ଼ିଓର ହିନ୍ଦୀ ସଙ୍ଗୀତ ମଧ୍ୟ ନୀରବ। ସେ ଶୋକବିହ୍ୱଳ ନୀରବତା ମଧ୍ୟରେ ଗୋଟାଏ କଳା ବିଲେଇ ରେସ୍ତୋରାଁର ଅନ୍ଧକାର ଗୁହର ଭିତରୁ ଦସ୍ୟୁ ପରି ଧୀର ସନ୍ତର୍ପିତ ପଦରେ ବାହାରି ଶାମି କବାବ ଲୋଭରେ ଗୋଟାଏ ଚୌକି ଉପରକୁ ଲମ୍ଫ ଦେଇ ନିଃସଙ୍ଗ କ୍ଷୁଧାରେ ମ୍ୟାଉଁ ମ୍ୟାଉଁ ହେବା ପାଇଁ ଲାଗିଲା। ଜନ୍ ଗ୍ରାସ୍‌ର ଆଉ ଗୋଟାଏ ଟାଣ ଦେଇ ଭାବନାର ସ୍ରୋତରେ ପୁଣି ଫେରିଆସିଥିଲା ବ୍ରଡ୍‌ୱେ ଆଉ ଆମଷ୍ଟର୍‌ଡାମ୍ ଆଭିନ୍ୟୁ ଚୌମୁହାଣୀରେ ସେହି ନିଡଲ୍ ପାର୍କର ଗୋଟାଏ ପୁଷ୍ପିତ ଜାକରନ୍ଦା ଗଛମୂଳକୁ। 2 ବର୍ଷ ତଳେ ଗୋଟାଏ ରାତି, ହୋଇପାରେ ମଧ୍ୟ 2 ଶତାବ୍ଦୀ ତଳର। ଜନ୍‌ର ମଣିଷ ବନ୍ଧରେ ହାତଘଣ୍ଟାର ରେଡିୟମ୍ ଡାଏଲ୍‌ରେ ରାତି 11ଟା ଚକ୍ ଚକ୍ କରି ଉଠୁଥିଲା ପତଳା ଅନ୍ଧକାର ମଧ୍ୟରେ। ଜନ୍ ହିରୋଇନ୍ ନିଶାରେ ଜାକରନ୍ଦା ଗଛମୂଳେ ଅର୍ଦ୍ଧଚେତନ ଅବସ୍ଥାରେ ସ୍ୱପ୍ନ ଓ ଜାଗରଣ ମଧ୍ୟରେ ପଡ଼ି ରହିଥିଲା ମୂର୍ଚ୍ଛିତ ଅବସନ୍ନ ପରି। ଇତିମଧ୍ୟରେ ହିରୋଇନ୍ ହାସିସ୍ ପ୍ରକୃତି ଡ୍ରଗ୍ ମଧ୍ୟରେ ସେ ଯେପରି ପାଇଥିଲା ତା'ର ସବୁ ଜିଜ୍ଞାସାର ଉତ୍ତର, ସବୁ ସମସ୍ୟାର ସମାଧାନ। ମାରିଜୁଆନା, ହେରୋଇନ୍ ପ୍ରଭୃତି ଡ୍ରଗ୍ ସହିତ ଆମେରିକା ବା ପଶ୍ଚିମର ଦେଶସବୁ ଯେ ଅପରିଚିତ ଥିଲେ ତାହା ନୁହେଁ। କିନ୍ତୁ ନିଶାଖୋରୀ ଏକ ସଂକ୍ରାମକ ବ୍ୟାଧି ପରି ପଶ୍ଚିମର ସମାଜକୁ ସଂକ୍ରମିତ କରିନଥିଲା। ଆଜି କିନ୍ତୁ ନିଶାଖୋରୀ ତରୁଣୀ ସମାଜରେ ଏକ ସଂକ୍ରାମକ ବ୍ୟାଧି, ସମ୍ଭବତଃ ସମୃଦ୍ଧିର। ଅର୍ଥନୈତିକ ସ୍ୱଚ୍ଛଳତା ସମାଜରେ କେଉଁ ପରିମାଣରେ ବୃଦ୍ଧି ପାଉଛି, ସମ୍ବେଦନଶୀଳ ସ୍ପର୍ଶକାତର ଚେତନାରେ ଜୀବନ ହୋଇ ଉଠୁଛି ସେତିକି ଶୂନ୍ୟଗର୍ଭ। ଅନ୍ୟ ନୈତିକ ଅଭିବୃଦ୍ଧିର ଔଜ୍ଜ୍ୱଲ୍ୟ ମଧ୍ୟରେ ଜୀବନ ସବୁ ଦିଗ୍ଦର୍ଶନ ହରାଇ ବସୁଛି। କେତେକ ୟୁରୋପୀୟ ଦେଶରେ ଯେଉଁଠି ଜଣେ ସାଧାରଣ ବେତାଲିମ ମଜୁରିଆ ମଜୁରୀ ଘଣ୍ଟାକୁ ଭାରତୀୟ ମୁଦ୍ରାରେ 20 ଟଙ୍କା, ଭାରତର ବହୁ ଅଞ୍ଚଳରେ ମାସିକ ମୁଣ୍ଡପିଛା ଆୟ, ସେ ଦେଶମାନଙ୍କରେ ଆତ୍ମହତ୍ୟାର ପରିମାଣ ସବୁଠାରୁ ବେଶୀ। ପଶ୍ଚିମର ତରୁଣ ଦେଖୁଛି ପୁଣି କୁଳବୁଦ୍ଧମାନଙ୍କର ବହୁ ବୌଦ୍ଧିକ ଶଠତା। ଶାନ୍ତି ନାମରେ ଖଣ୍ଡଯୁଦ୍ଧ, ମହାଯୁଦ୍ଧ ପାଇଁ ବହୁ କ୍ରୂର ଆୟୋଜନ, ବୈଜ୍ଞାନିକ ପ୍ରଗତି ନାମରେ ବହୁ ମାରଣାସ୍ତ୍ର ସଂଗ୍ରହ, ଅଭିବୃଦ୍ଧି ନାମରେ ଶୋଷଣ ଓ ଲୁଣ୍ଠନର ବହୁ ସ୍ୱୈରାଚାର, ଗଣତନ୍ତ୍ର ନାମରେ ଶତଭ୍ରଷ୍ଟାଚାର ଓ ଦୁର୍ନୀତି, ମିଥ୍ୟା ପୀଡ଼ନ, ଶୋଷଣ ଓ ଶଠତାର ଭିତ୍ତି ଉପରେ ପ୍ରତିଷ୍ଠିତ ଏ ସମାଜର ପ୍ରତିରୋଧ ପାଇଁ ସେ ଚେଷ୍ଟା କରିଛି ବିଦ୍ରୋହ ମଧ୍ୟରେ। ମାତ୍ର ପାରିନାହିଁ।
ତେଣୁ ପ୍ରତିରୋଧ ପରିବର୍ତ୍ତେ ସେ ଏ ସମାଜ ଓ ଏହାର ଜୀବନାଦର୍ଶକୁ ପ୍ରତ୍ୟାଖ୍ୟାନ କରିଛି। ସବୁ ପ୍ରତିଯୋଗିତା ଦୃଷ୍ଟିରେ ପରିଣତ ହୋଇଛି ଏକ ଅନ୍ଧଗଳିରେ ଦଳେ ମୂଷାଙ୍କର ଦୌଡ଼ ପ୍ରତିଯୋଗିତା ପରି। ଏହି ମୂଷା ଦୌଡ଼ରୁ ସେ ପରିତ୍ରାଣ ଖୋଜିଛି ନିଶାଖୋରୀ ମଧ୍ୟରେ ତା'ର ନୂତନ ୟୁଟୋପିଆ ସ୍ୱପ୍ନଭୂମି। ସେହି ସୂତ୍ରରେ ଚଳିତ ଶତାବ୍ଦୀରେ ଷଷ୍ଠ ସପ୍ତଦଶକରେ ଆମେରିକା ଓ ୟୁରୋପର ସମୃଦ୍ଧ ଜନମାନସରେ ଡ୍ରଗ୍ ଆଡିକ୍ସନ୍ ପରିଣତ ହୋଇଛି ଏକ ବ୍ୟାପକ ସମାଜ ସଙ୍କଟରେ। ନାର୍କୋଟିକ୍ସର ଚୋରା ବ୍ୟବସାୟୀମାନେ କାଳର ଏ ପ୍ରବୃତ୍ତି ମଧ୍ୟରେ ଦେଖୁଛନ୍ତି ପୁଣି ବିପୁଳ ଉପାର୍ଜନର ସମ୍ଭାବନା। ସୂକ୍ଷ୍ମ ପ୍ରଚାର କୌଶଳରେ ସେମାନେ ଏହାକୁ ପରିଣତ କରିଛନ୍ତି ଏକ କଲ୍ଟ। ଆଚରଣ ପଦ୍ଧତିରେ ଏହାକୁ ସେମାନେ ପିନ୍ଧାଇଛନ୍ତି ପୁଣି ବହୁ ତାତ୍ତ୍ୱିକ ଘଟାଟୋପ। ଏହାକୁ ଅବଲମ୍ବନ କରି ରଚିତ ହୋଇଛି ବହୁ ସାହିତ୍ୟ, ପ୍ରସ୍ତୁତ ହୋଇଛି ସାଇକେଡେଲିକ୍ ସଙ୍ଗୀତ, ନୃତ୍ୟ ଓ ଚଳଚ୍ଚିତ୍ର। ନାର୍କୋଟିକ୍ସରେ ଚୋରା ବ୍ୟବସାୟ ପାଇଁ ପୁଣି ଗଢ଼ି ଉଠିଛି ଏକ ସୁସଂଗଠିତ ଗୋଷ୍ଠୀ। ଏହାର ପରିସର କ୍ରମେ ସବୁ ଜାତୀୟ ସୀମା ଲଙ୍ଘନ କରି ଆନ୍ତର୍ଜାତିକ ହୋଇପଡ଼ିଛି। ଡ୍ରଗ୍ ହୋଇଛି ଏକ ଫ୍ୟାସନ୍। ଏହାକୁ ଆହୁରି ରହସ୍ୟମୟ କରିବା ପାଇଁ ଏହା ସହିତ ମିଶିଛି ଯୋଗ ତପସ୍ୟା, ଟ୍ରାନ୍ସଜେଣ୍ଡର, ରୁଦ୍ରାକ୍ଷମାଳା, ମିଷ୍ଟ୍ରିଜିମ୍ ଓ ମହର୍ଷି ଇତ୍ୟାଦି ଆହୁରି ନାନା ଉପସର୍ଗ। ଏହି ପୃଷ୍ଠଭୂମିରେ ଭାରତ ପରିଣତ ହୋଇଛି ନିଶାଖୋରୀ ପବିତ୍ର ତୀର୍ଥଭୂମି। ପାଲ୍ଲାଙ୍କ ପରି ସଂସ୍କୃତି ପ୍ରେମୀମାନେ ରଙ୍ଗୀନ ଫୋଲ୍ଡରମାନଙ୍କରେ ଦେଶ ବିଦେଶରେ ପ୍ରଚାରିତ କରାଇଥାନ୍ତି ଭାରତ ପୁଣି ଦେଖାଇବ ପଶ୍ଚିମକୁ ପରିତ୍ରାଣର ପଥ। ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ତୀର୍ଥଭୂମି ଭାରତ। କିନ୍ତୁ ଏହାର ନେପଥ୍ୟରେ ରହିଛି ସେମାନଙ୍କର ତୀକ୍ଷ୍ଣ ବ୍ୟବସାୟ ବୃଦ୍ଧି। ଡ୍ରଗ୍ ବ୍ୟବସାୟୀମାନଙ୍କ ଦୃଷ୍ଟିରେ ଯେଉଁ ଦେଶ ଯେତିକି ଦରିଦ୍ର, ପାରମ୍ପରିକ ଭାବରେ ସେ ଦେଶରେ ନିଶାଖୋରୀ ସେତିକି ପ୍ରବଳ। ବ୍ୟାଧି, ଦାରିଦ୍ର୍ୟ, କ୍ଷୁଧାର ଦଂଶନରୁ ପରିତ୍ରାଣ ପାଇଁ ଭାରତରେ ପୁଣି ଗଞ୍ଜେଇ ଅଫିମର ଦାମ ପୃଥିବୀରେ ସବୁଠାରୁ ଶସ୍ତା। ଗଞ୍ଜେଇ ଅଫିମ ସେମାନଙ୍କ ପାଇଁ କିନ୍ତୁ ପ୍ରାଚୁର୍ଯ୍ୟର ପୀଡ଼ନରୁ ନୁହେଁ, ଦାରିଦ୍ର୍ୟର ଉତ୍ପୀଡ଼ନରୁ ପରିତ୍ରାଣର ଏକମାତ୍ର ପଥ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ହଂସଗୀତିର ଏହି ଭାଗ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଅନ୍ୟ ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।